ଓಂ ନମୋ ଭଗବତେ ବାସୁଦେବାୟ। ବନ୍ଧୁମାନେ, ଆଜି ଆମେ ଏମିତି ଏକ ପ୍ରଶ୍ନ ବିଷୟରେ ଆଲୋଚନା କରିବା ଯାହାର ଉତ୍ତର ଖୋଜିବାକୁ ଯାଇ ଅନେକ ମହାନ ଦାର୍ଶନିକ ଓ ଆଚାର୍ଯ୍ୟମାନେ ନିଜ ନିଜ ମତ ଦେଇଛନ୍ତି। ଜୀବ କଣ, ଆତ୍ମା କଣ, ପ୍ରକୃତି କଣ, ଆଉ ଏ ତିନୋଟି ଭିତରେ ସମ୍ପର୍କ କଣ? ଏହି ପ୍ରଶ୍ନକୁ ନେଇ ଶଙ୍କରାଚାର୍ଯ୍ୟ, ରାମାନୁଜାଚାର୍ଯ୍ୟ, ମାଧବାଚାର୍ଯ୍ୟ, ସିଦ୍ଧରାଚାର୍ଯ୍ୟ ଏବଂ ଅନେକ ମହାନ ଆଚାର୍ଯ୍ୟଙ୍କ ମତରେ ଭିନ୍ନ ଭିନ୍ନ ଦାର୍ଶନିକ ମତ ରହିଛି। ତେଣୁ ଆମେ ତ ଅତି ସାଧାରଣ ମଣିଷ, ଆମର ଜ୍ଞାନ ମଧ୍ୟ ସୀମିତ। ତେଣୁ ଆମେ କୌଣସି ଚୂଡ଼ାନ୍ତ ନିଷ୍କର୍ଷ ନେବାକୁ ଚାହୁଁନାହୁଁ। ଆଜି କେବଳ ଏହି ବିଷୟକୁ ଅତି ସରଳ ଭାବରେ ବୁଝିବାକୁ ଚେଷ୍ଟା କରିବା। ଶଙ୍କରାଚାର୍ଯ୍ୟଙ୍କ ଅଦ୍ୱୈତ ଦର୍ଶନରେ ବ୍ରହ୍ମ ଓ ଆତ୍ମାର ଏକତ୍ୱକୁ ବିଶେଷ ଗୁରୁତ୍ୱ ଦିଆଯାଇଛି। କିନ୍ତୁ ଯେତେବେଳେ ଆମେ ଗୀତା ଓ ଭାଗବତ ଭଳି ଆଧ୍ୟାତ୍ମିକ ଗ୍ରନ୍ଥର ଭାବକୁ ଚିନ୍ତା କରୁ, ସେତେବେଳେ ଜୀବ, ପ୍ରକୃତି ଓ ପରମ ସତ୍ତା ବା ବ୍ରହ୍ମ ବିଷୟରେ ଗଭୀର ଚିନ୍ତା କରିବାର ସୁଯୋଗ ମିଳେ। ଏବେ ଏହାକୁ ଗୋଟିଏ ଉଦାହରଣରେ ବୁଝନ୍ତୁ। ସୂର୍ଯ୍ୟ ଓ ସୂର୍ଯ୍ୟର କିରଣ। ସୂର୍ଯ୍ୟରୁ ଆଲୋକ ଆସେ। କିରଣର ଉତ୍ତାପ ବିନା ଆମେ ସୂର୍ଯ୍ୟଙ୍କ ଆଲୋକକୁ ଅନୁଭବ କରିପାରିବୁ କି? କିନ୍ତୁ କିରଣ ହିଁ ସୂର୍ଯ୍ୟ ନୁହେଁ। ଅର୍ଥାତ୍ ସୂର୍ଯ୍ୟର କିରଣ ସୂର୍ଯ୍ୟ ଉପରେ ନିର୍ଭରଶୀଳ, କିନ୍ତୁ ସୂର୍ଯ୍ୟ କେବଳ କିରଣ ଉପରେ ନିର୍ଭରଶୀଳ ନୁହେଁ। ଠିକ୍ ସେହିପରି ସମୁଦ୍ରକୁ ଦେଖନ୍ତୁ। ସମୁଦ୍ରରେ ଅସଂଖ୍ୟ ତରଙ୍ଗ ଉଠେ। ତରଙ୍ଗକୁ ଦେଖି ଆମେ କହୁ ଏହା ତରଙ୍ଗ। କିନ୍ତୁ ତରଙ୍ଗ କେଉଁଠୁ ଆସିଲା? ସମୁଦ୍ରରୁ ଆସିଲା। ତରଙ୍ଗର ନିଜସ୍ୱ ଅସ୍ତିତ୍ୱ ଅଛି ବୋଲି ଆମେ ଦେଖୁଥାଉ, କିନ୍ତୁ ତାହାର ଆଧାର ହେଉଛି ସମୁଦ୍ର। ତରଙ୍ଗ ବିନା ସମୁଦ୍ର ରହିପାରେ, କିନ୍ତୁ ସମୁଦ୍ର ବିନା ତରଙ୍ଗର ଅସ୍ତିତ୍ୱ କେଉଁଠି? ଏଇଠାରେ ଆସିଯାଏ ଆଧାରର କଥା। ଆମେ ଆଉ ଗୋଟିଏ ଉଦାହରଣ ନେବା। ସୁନା। ସୁନାରୁ ହାର ହୋଇପାରେ, ମୁଦି ହୋଇପାରେ, ଚୁଡ଼ି ହୋଇପାରେ, କାନଫୁଲ ଓ ବିଭିନ୍ନ ପ୍ରକାର ଅଳଙ୍କାର ହୋଇପାରେ। ଆକାର ଅଲଗା, ନାମ ଅଲଗା, ବ୍ୟବହାର ଅଲଗା, କିନ୍ତୁ ସବୁର ମୂଳ ଉପାଦାନ କ'ଣ? ସୁନା। ହାରକୁ ଭାଙ୍ଗିଦେଲେ ହାରର ଆକାର ରହିବ ନାହିଁ, କିନ୍ତୁ ସୁନା ରହିବ। ଅର୍ଥାତ୍ ଆକାର ବଦଳିପାରେ, ନାମ ବଦଳିପାରେ, କିନ୍ତୁ ମୂଳ ଉପାଦାନ ସୁନା ହିଁ ରହେ। ଆମେ ଆଉ ଗୋଟିଏ ଉଦାହରଣ ନେବା। ବିଜୁଳି। ବିଜୁଳି ମାଧ୍ୟମରେ ଟିଭି, ଫ୍ରିଜ, ପଙ୍ଖା, ବଲ୍ବ ଇତ୍ୟାଦି ଅନେକ ବ୍ୟବହାର ଜିନିଷ ପରିଚାଳିତ ହୁଏ। କିନ୍ତୁ ବିଜୁଳି ନଥିଲେ ଏସବୁ ସାମଗ୍ରୀ ମୂଲ୍ୟହୀନ। ତେଣୁ ଏସବୁ ସାମଗ୍ରୀର ମୂଳ ଆଧାର ହିଁ ବିଜୁଳି। ଏହି ଉଦାହରଣକୁ ନେଇ ଯଦି ଆମେ ଆତ୍ମା ବିଷୟରେ ଚିନ୍ତା କରିବା, ତେବେ ଗୋଟିଏ ଗଭୀର ପ୍ରଶ୍ନ ଆସେ। ଯାହା ସବୁକିଛିର ଆଧାର, ତାହାର ନିଜର ଆଧାର କ'ଣ? ଏହି ଉଦାହରଣକୁ ନେଇ ଯଦି ଆମେ ଆତ୍ମା ବିଷୟରେ ଚିନ୍ତା କରିବା, ତେବେ ଗୋଟିଏ ଗଭୀର ପ୍ରଶ୍ନ ଆସେ। ଯାହା ସବୁକିଛିର ଆଧାର, ତାହାର ନିଜର ଆଧାର କ'ଣ? ଏହି ପ୍ରଶ୍ନ ହିଁ ଆମକୁ ଆଧ୍ୟାତ୍ମିକ ଚିନ୍ତାର ଗଭୀରତାକୁ ନେଇଯାଏ। ତେବେ ଜୀବ କ'ଣ? ଆମେ ଯେଉଁ ଶରୀରକୁ ନେଇ ନିଜକୁ ଚିହ୍ନିଥାଉ, ଏହି ଶରୀର ସବୁବେଳେ ଏକାଭଳି ରହେ ନାହିଁ। ଶିଶୁ ଅବସ୍ଥା, ଯୁବ ଅବସ୍ଥା, ବୃଦ୍ଧାବସ୍ଥା ଶରୀର ବଦଳି ଯାଇଥାଏ। ଚିନ୍ତା ବଦଳେ, ଭାବନା ବଦଳେ, ଅନୁଭବ ବଦଳେ। କିନ୍ତୁ ଆମ ଭିତରେ ଏମିତି କିଛି ଅଛି ଯାହା ଏହିସବୁ ପରିବର୍ତ୍ତନକୁ ଦେଖୁଛି, ଅନୁଭବ କରୁଛି। ସେହି ମୁଁ କିଏ? ଶରୀର, ମନ, ବୁଦ୍ଧି ନା ଆଉ କିଛି? ଏହି ଖୋଜ ହିଁ ଆତ୍ମଜ୍ଞାନର ଆରମ୍ଭ। ଯଦି ଆମେ ସରଳ ଭାଷାରେ କହିବା, ଜୀବ ହେଉଛି ଅନୁଭବ କରୁଥିବା ସତ୍ତା, ପ୍ରକୃତି ହେଉଛି ଦୃଶ୍ୟମାନ ଜଗତ ଓ ତାହାର ପରିବର୍ତ୍ତନର ଆଧାର, ଆଉ ଆତ୍ମା ବିଷୟରେ ଆମର ଚିନ୍ତା ଆମକୁ ସେହି ମୂଳ ଚେତନା ଦିଗକୁ ନେଇଯାଏ। କିନ୍ତୁ ଏଠାରେ ମତଭେଦ ରହିଛି। କେହି କହନ୍ତି ଆତ୍ମା ଓ ପରମ ସତ୍ତା ଏକ, କେହି କହନ୍ତି ଜୀବ ଓ ପରମାତ୍ମାଙ୍କ ମଧ୍ୟରେ ଭେଦ ଅଛି, ଆଉ କେହି ଭେଦ ଓ ଅଭେଦ ଦୁଇଟିକୁ ଭିନ୍ନ ଭାବରେ ବୁଝାଇଛନ୍ତି। ତେଣୁ ଏହା ଏମିତି ଏକ ବିଷୟ ଯାହାକୁ ନେଇ ଶତାବ୍ଦୀ ଧରି ଦାର୍ଶନିକ ଚର୍ଚ୍ଚା ଚାଲି ଆସିଛି। କିନ୍ତୁ ଗୋଟିଏ କଥା ଆମେ ନିଶ୍ଚିତ ଭାବରେ ବୁଝିପାରୁ, ଆମେ କେବଳ ଏହି ଶରୀର ନୁହେଁ। ଶରୀର ବଦଳେ, ମନ ବଦଳେ, ପରିସ୍ଥିତି ବଦଳେ, କିନ୍ତୁ ଏହିସବୁ ପରିବର୍ତ୍ତନକୁ ଯିଏ ଜାଣୁଛି, ତାକୁ ଖୋଜିବା ହିଁ ଆଧ୍ୟାତ୍ମିକ ଯାତ୍ରା। ସେଥିପାଇଁ ଆତ୍ମାକୁ ବୁଝିବା ପାଇଁ କେବଳ ତର୍କ ଯଥେଷ୍ଟ ନୁହେଁ, ଦରକାର ଚିନ୍ତନ, ଅନୁଭବ ଓ ଆତ୍ମାନୁସନ୍ଧାନ। ହୁଏତ ଏହି କାରଣରୁ ଆମ ଋଷିମୁନିମାନେ ବାହାରେ ନୁହେଁ, ନିଜ ଭିତରେ ଖୋଜିବାକୁ କହିଥିଲେ। ତେଣୁ ଆଜି ନିଜକୁ ଗୋଟିଏ ପ୍ରଶ୍ନ ପଚାରନ୍ତୁ, ମୁଁ କିଏ? ଏହି ଗୋଟିଏ ପ୍ରଶ୍ନର ଉତ୍ତର ଖୋଜୁ ଖୋଜୁ ହୁଏତ ଆମ ଜୀବନର ସବୁଠାରୁ ବଡ଼ ସତ୍ୟର ନିକଟକୁ ପହଞ୍ଚି ପାରିବା। ହରି ଓಂ ତତ୍ସତ୍।